ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି, 2 ଗୁଣା ସ୍ପିଡ୍ରେ ଦାମ ବଢ଼ୁଛି। ଲାଗୁଛି ରୂପାରେ ବି ଆଉ ହାତ ମାରି ହେବନି, କାରଣ ସୁନା ପରେ ଏବେ ହୁ ହୁ ହୋଇ ବଢ଼ୁଛି ରୂପା ମୂଲ୍ୟ। ରୂପା କେଜି 2,45,000 ପାର କରିଛି। ବର୍ଷକରେ ବଢ଼ିଲାଣି 1,37,000 ଟଙ୍କା। ସୁନାରେ ବି ବ୍ରେକ୍ ଲାଗୁନି। ସୁନାରେ ହାତ ମାରି ହେଉନି, ହେଲେ ରୂପା ହୋସ୍ ଉଡ଼ାଇ ଦେଉଛି। ଭୁବନେଶ୍ୱରରେ ରୂପା କେଜି ପହଞ୍ଚିଛି 2,45,000 ଟଙ୍କାରେ। ବର୍ଷକ ତଳେ କେଜି ପିଛା 90,000 ଟଙ୍କା ଥିବା ଚାନ୍ଦି ଏବେ 2,45,000 ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ 10,000 ଟଙ୍କା ବଢ଼ି ଚକିତ କରିଦେଇଛି ସିଲଭର। ନିବେଶକକାରୀଙ୍କ ଡିମାଣ୍ଡ ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସକୁ ଦର ବୃଦ୍ଧିର କାରଣ କୁହାଯାଉଥିବା ବେଳେ 2026ରେ ସବୁ ରେକର୍ଡ ଭାଙ୍ଗିପାରେ ବୋଲି ଆକଳନ କଲେଣି ଅର୍ଥନୀତି ବିଶେଷଜ୍ଞ। ଗତକାଲି ଗୋଟିଏ ଦିନରେ 10,000 ଟଙ୍କା ବଢ଼ିଥିବା ବେଳେ ଆଜି 1,000 ଟଙ୍କା ବୃଦ୍ଧି କରି ଚମକାଇ ଦେଇଛି ଚାନ୍ଦି। ଗତ 3 ଦିନରେ ରୂପା ମୂଲ୍ୟ ପ୍ରାୟ 19,000 ଟଙ୍କା ବୃଦ୍ଧି ଘଟିଛି। ବଡ଼ କଥା ହେଲା, ଗଲା ବର୍ଷ ଡିସେମ୍ବରରେ ରୂପା କେଜି ଥିଲା ପ୍ରାୟ 90,000 ଟଙ୍କା, ଅର୍ଥାତ୍ ବର୍ଷକରେ 1,37,000 ଟଙ୍କା ମହଙ୍ଗା ହେଲାଣି। ଅନ୍ତର୍ଜାତୀୟ ବଜାରରେ ଦାମ ବଢ଼ୁଥିବାରୁ ଦେଶରେ ବି ମହଙ୍ଗା ହେଉଛି ରୂପା। ତେବେ କାହିଁକି ହୁ ହୁ ହୋଇ ବଢ଼ୁଛି ରୂପା? ସୁନା ତୁଳନାରେ ରୂପା ମୂଲ୍ୟ ଅଧିକ ହେବାର କାରଣ କ'ଣ ରହିଛି? ଅର୍ଥନୀତି ବିଶେଷଜ୍ଞଙ୍କ କହିବା ଅନୁସାରେ 2026 ରୂପା କେଜି 2,60,000ରେ ପହଞ୍ଚିପାରେ। ଏବେ ବିଶ୍ୱ ଡିମାଣ୍ଡରେ ରହିଛି ସିଲଭର। ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଓ ଟାରିଫ ୱେର୍ ଯୋଗୁଁ ନିବେଶକମାନେ ରୂପାକୁ ସେଫ୍ଟି ଇନଭେଷ୍ଟମେଣ୍ଟ ଭାବେ ଗ୍ରହଣ କରୁଛନ୍ତି। ସେଣ୍ଟ୍ରାଲ ବ୍ୟାଙ୍କ ମଧ୍ୟ ସିଲଭର ଇଟିଏଫ୍ରେ ନିବେଶ କରିବାକୁ ଯାଉଛି। ସୋଲାର ପ୍ୟାନେଲ, ଇଭି, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଇତ୍ୟାଦିରେ ମଧ୍ୟ ରୂପା ବ୍ୟବହୃତ ହେଉଥିବାରୁ ଚାହିଦା ବଢ଼ିବାରେ ଲାଗିଛି। ସେପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ ରୂପା ମୂଲ୍ୟ ବୃଦ୍ଧିର ଅନ୍ୟତମ ଏକ କାରଣ। ବ୍ୟୁରୋ ରିପୋର୍ଟ, ସିଧା ସମ୍ବାଦ।